ହେଉଛନ୍ତି ମୋର ଡାହାଣ ପାର୍ଶ୍ୱରେ ବସିଥିବା ବିଶିଷ୍ଟ ମହାଶୟା ମାନେ। ପରମେଶ୍ୱର ଯେତେବେଳେ ଆଦମ ହବାକୁ ସୃଷ୍ଟି କଲେ ମୁଁ ଭାବୁଛି ବାଳକ ମାନେ ସାହାଯ୍ୟ କରିବେ। ସେ ରଙ୍ଗମାଟି ଲେପିବାଟା ଭୁଲି ଯାଇଥିଲେ କି ଓଠରେ? ମୋର ତ କଳା ଦେଖାଯିବାକୁ ନାହିଁ, ରଙ୍ଗ ହେଇକି ଦେଖାଯାଉଥିବାର ଅଛି। ହେଲେ ଗୋଟେ କଳା ପିଲା ଆସି ମତେ ଲାଇନ ମାରିବ, ତାପରେ ମୋ ବାପାକୁ କହିବେ ବାପା ସେ ମତେ ଅନଉଛି। ଅନେଇବ ନାହିଁ କାହିଁକି? ଦୋକାନ ଖୋଲା କରିଛ। ଭଲ ଭଲ ଶାଢୀ ଭଲ ବଡ କପଡା ପିନ୍ଧିଲେ ହେବ ନାହିଁ, ଦୋକାନ ଟିକେ ଖୋଲା ଥିବାର ଅଛି, ତେବେ କଷ୍ଟମର ଆସିବେ ଆଉ ଭଲରେ ଅନାଇବେ। ବସ୍ତ୍ରର ପରିବର୍ତ୍ତନ ପରିଲିଖିତ ହେଉଛି। ବହୁତ କଷ୍ଟରେ ମୁଁ ଈଶ୍ୱରଙ୍କ ବାକ୍ୟ ରଖୁଛି, ମତେ କହିବା ପାଇଁ ହେଉ ମଧ୍ୟ ନାହିଁ। ଭୟ କାନ୍ଦିଲେ ଭଲ ଲାଗନ୍ତା ପରା। କେଉଁଠାରେ ଅଛୁ ଆମେ? ତାଙ୍କ ଆଗମନ ବିଳମ୍ବ ହେବ ନାହିଁ, ଶୀଘ୍ର ଆଗମନ କରିବେ। ତାଙ୍କ କ୍ରୋଧ ଧରାଯିବ ଯଦି ଆମେମାନେ ପରିବର୍ତ୍ତନ ହେବ ନାହିଁ। କି ସମୟ ହେବ ଆଜ୍ଞା? ଆରେ ଯାହା ପରିବର୍ତ୍ତନ ନ କଲେ କିଛି କଥା ନାହିଁ, ସେଥି ନିମନ୍ତେ କାହିଁକି ଏତେ ବ୍ୟସ୍ତ? କାହିଁକି ଏତେ ବ୍ୟସ୍ତ? ସକାଳ ଗୋଟେ ପ୍ରକାରର, ସଞ୍ଜବେଳେ ଗୋଟେ ପ୍ରକାର, ଘରେ ଗୋଟେ ପ୍ରକାର, ବାହାରେ ଗୋଟେ ପ୍ରକାର, ସାହିରେ ଗୋଟେ ପ୍ରକାର, ମଣ୍ଡଳୀରେ ଗୋଟେ ପ୍ରକାର, ଅଯଥା ବିଷୟର ପରିବର୍ତ୍ତନରେ ବ୍ୟସ୍ତ ହେଇଯାଇଛୁ। ଏ ରଖ ମତେ କହୁଛି ମତେ ଟିକେ ପରିବର୍ତ୍ତନ କରେ ରେ ମା, ପରିବର୍ତ୍ତନ ଟିକେ କରିଦେ, ମତେ ବି ଟିକେ ଭଲ ଦେଖାଯିବାର ଅଛି। ମାନେ ଆମେ ନଖର କଥା ଶୁଣି ତାକୁ ମଧ୍ୟ ଘୋଷୁଥିବା, ହୃଦୟକୁ କେବେ ଘୋଷିବା କେଜାଣେ? ପ୍ରତିଟି ଅଙ୍ଗ ପ୍ରତ୍ୟଙ୍ଗ ଚାହୁଁଛି ମତେ ଟିକେ ବଦଳାଅ, ମୁଁ ଏପରି ରହିବା ପାଇଁ ଭଲ ପାଉନାହିଁ। ହଉ ସବୁ ପରିବର୍ତ୍ତନ ହେଉ କରନ୍ତୁ, ଯେ ଯାହା ପରିବର୍ତ୍ତନ କରନ୍ତୁ ବୋଲି ଈଶ୍ୱରଙ୍କ ବାକ୍ୟ କୁହେ, ତାହା କଣ ପରିବର୍ତ୍ତନ କଲୁଣି? ତାହା କଣ ଆମ ମାନଙ୍କର ପରିବର୍ତ୍ତନ ହେଲାଣି? ଏଣୁ ଯହୋବ କହିଲେ ଆଗାମୀ କ୍ରୋଧରୁ ପଢନ୍ତୁ 3:7। କିନ୍ତୁ ଫାରୁସି ଓ ସାଦୁକୀ ମାନଙ୍କ ମଧ୍ୟରୁ ଅନେକ ବାପ୍ତିସ୍ମ ନିମନ୍ତେ ଆସୁଅଛନ୍ତି। ଏହା ଦେଖି ସେ ସେମାନଙ୍କୁ କହିଲେ, ହେ କାଳ ସର୍ପର ବଂଶ, ହେ କାଳ ସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମମାନଙ୍କୁ ଚେତନା ଦେଲା? ଆଗାମୀ କ୍ରୋଧରୁ ପଳାୟନ କରିବା ପାଇଁ କିଏ ଚେତନା ଦେଲା? କେଉଁ ସନ୍ଦର୍ଭରେ ଏ ବାକ୍ୟ ସେ କହିଲେ? ବସ୍ତ୍ର ପରିବର୍ତ୍ତନ କି? କେଶର ପରିବର୍ତ୍ତନ କି? ଚମଡ଼ା କଲର ପରିବର୍ତ୍ତନ କି? ଓଠର ପରିବର୍ତ୍ତନ କି? ଚପଲ ଜୋତାର ପରିବର୍ତ୍ତନ କି? ନା ଗ୍ରାମ ଛାଡି ସହରର ପରିବର୍ତ୍ତନ? ପଚାରନ୍ତୁ ଟିକେ ନିଜକୁ, କେଉଁ ସନ୍ଦର୍ଭରେ କହିଲେ କ୍ରୋଧରୁ ପଳାୟନ କରୁଛ ବୋଲି? ମନ ପରିବର୍ତ୍ତନ, ଜୀବନ ପରିବର୍ତ୍ତନ, ହୃଦୟ ପରିବର୍ତ୍ତନ, ସ୍ୱଭାବ ପରିବର୍ତ୍ତନ, ଆଚରଣ ପରିବର୍ତ୍ତନ, ଇଚ୍ଛାର ପରିବର୍ତ୍ତନ, ଲକ୍ଷ୍ୟର ପରିବର୍ତ୍ତନ, ଜୀବନର ଉଦ୍ଦେଶ୍ୟର ପରିବର୍ତ୍ତନ ହେବା ଦରକାର। ଯଦି ପରିବର୍ତ୍ତନ ହେବା ନାହିଁ, ଆପଣ ବିନା ପରିବର୍ତ୍ତନ ହେଇ ସଭାକୁ ଯାଇପାରିବେ, ମଣ୍ଡଳୀକୁ ଯାଇପାରିବେ, କର୍ମକର୍ତ୍ତା ବି ହୋଇପାରିବେ, ତାଙ୍କ କ୍ରୋଧରୁ ବର୍ତ୍ତି ପାରିବେ ନାହିଁ। ଯଦି ଆଜି ଏହି ବେଳରେ ଈଶ୍ୱରଙ୍କର ଆପଣଙ୍କ କର୍ଣ୍ଣରେ ପ୍ରବେଶ କରୁଅଛି, ଆପଣଙ୍କୁ କଠିନ କରି ରଖନ୍ତୁ ନାହିଁ। ବାକ୍ୟ ଶୁଣୁଥିବା ସମୟରେ ଆପଣ ଜୀବନକୁ ସମୀକ୍ଷା କରୁଥାନ୍ତୁ, ଆଉ ଫେରିବାର ପ୍ରୟାସ ନିତାନ୍ତ ଜାରି ରହୁ। ପରିବର୍ତ୍ତନ ହୋଇନଥିବାର ଭୟଙ୍କର ପରିଣାମ, ଈଶ୍ୱରଙ୍କ କ୍ରୋଧ ସେମାନଙ୍କ ଉପରେ ବର୍ତ୍ତିବ। କିଛି ଲୋକମାନେ ମନେ କରନ୍ତି ଆଜ୍ଞା ମୁଁ ପରିବର୍ତ୍ତନ ହୋଇଯାଇଛି। ଆଚ୍ଛା, ମୁଁ ଆପଣମାନଙ୍କୁ 2-3 ଗୋଟି ସାଇନ୍ କହିବି। ପରିବର୍ତ୍ତନ ବ୍ୟକ୍ତି ଠାରେ ଆଟଲିଷ୍ଟ କେଉଁ ସବୁ ଚିହ୍ନ ଦେଖାଯିବା ଦରକାର? ନମ୍ବର 1, ସେମାନେ
এই জগতর বিষয় প্রতি ଆଉ ଜମା ଆସକ୍ତି ହେବେ ନାହିଁ। ଜିରୋ ଇଣ୍ଟରେଷ୍ଟ ରହିବ ଦୁନିଆ ପ୍ରତି, ପାପ ପ୍ରତି ଜିରୋ, ଜମା ଇଚ୍ଛା ହେବ ନାହିଁ। ପଢିବା କଲୋସ୍ୟ 3:1-2-3। ତୁମ୍ଭେମାନେ ଯେବେ ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ ହୋଇଅଛ, ତେବେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଖ୍ରୀଷ୍ଟଙ୍କର ଯେଉଁ ବାସସ୍ଥାନ, ସେହି ଉର୍ଦ୍ଧ୍ୱସ୍ଥାନ ବିଷୟ ସବୁ ଅନ୍ୱେଷଣ କର। ପାର୍ଥିବ ବିଷୟରେ ଆସକ୍ତ ନ ହୋଇ ଉର୍ଦ୍ଧ୍ୱସ୍ଥ ବିଷୟରେ ଆସକ୍ତ ହୁଅ, କାରଣ ତୁମ୍ଭେମାନେ ମରିଅଛ, ଆଉ ତୁମ୍ଭମାନଙ୍କର ଜୀବନ ଈଶ୍ୱରଙ୍କ ଠାରେ ଖ୍ରୀଷ୍ଟଙ୍କ ସହିତ ଗୁପ୍ତ ଅଛି। ତୁମ୍ଭେମାନେ ମରିଅଛ। ଦିନେ ସେ ଜୀବିତ ଥିଲା, ଦିନେ ତାର ଇଚ୍ଛା, ତାର ଆସକ୍ତି ଥିଲା ଦୁନିଆ ପ୍ରତି, ଅଭିଳାଷ ପ୍ରତି, এই জগତ ପ୍ରତି। କିନ୍ତୁ ବର୍ତ୍ତମାନ ସେ ଜଗତ ପ୍ରତି ମରିଯାଇଛି, ଯେହେତୁ ସେ ପରିବର୍ତ୍ତନ ହେଇଯାଇଛି। ଆମ୍ଭମାନଙ୍କ ଠାରେ ଏହି ଅନୁଭୂତି ଅଛି ତ? ମୋର ଆସକ୍ତି ବର୍ତ୍ତମାନ କେଉଁଠାରେ? ନା ଏବେ ମଧ୍ୟ ମୁଁ ମୋବାଇଲରେ ଆସକ୍ତ, ଏବେ ମଧ୍ୟ ଅଯଥା ସମୟ ନଷ୍ଟ କରିବାର ଆସକ୍ତ, ଏବେ ମଧ୍ୟ ଟିଭି ସିରିଏଲରେ ଆସକ୍ତ, ଏବେ ମଧ୍ୟ ନିଶାରେ ଆସକ୍ତ। ଯଦି ଆମମାନଙ୍କର ଆସକ୍ତିର ବିଷୟ ସ୍ୱର୍ଗୀୟ ବିଷୟ ହୋଇପାରି ନାହିଁ, ଆମେମାନେ ସୁନିଶ୍ଚିତ ହୋଇଯିବା ଦରକାର, ମୁଁ ମନ ପରିବର୍ତ୍ତନ କରିନାହିଁ। 119:31 ପଢନ୍ତୁ। ଶୀଘ୍ର। ମୁଁ ତୁମ୍ଭ ପ୍ରମାଣ ବାକ୍ୟ ସବୁରେ ଆସକ୍ତ। ହଁ, ମୁଁ କେଉଁଠାରେ ଆସକ୍ତ? ତୁମ୍ଭ ପ୍ରମାଣ ବାକ୍ୟ ତୁମ ବାକ୍ୟରେ ମୁଁ ଆସକ୍ତ। ପରିବର୍ତ୍ତନ ହୋଇଥିବା ବ୍ୟକ୍ତି ଈଶ୍ୱରଙ୍କ ଠାରେ ଆସକ୍ତି ଜନ୍ମାଏ, ଆସକ୍ତ ହୋଇଯାଏ, ଆଡିକ୍ଟ ହୋଇଯାଏ, ସଂଲଗ୍ନ ହୋଇଯାଏ, ଜଡ଼ିତ ହୋଇଯାଏ। ତାକୁ ଦୁନିଆର କୌଣସି ବିଷୟ ଭଲ ଲାଗିବ ନାହିଁ, ହେବ ନାହିଁ ଇଚ୍ଛା। ଦୁନିଆ ପ୍ରତି ସେ ମରିଯିବ। ଆଜ୍ଞା, ଧନ୍ୟ ସେ ବ୍ୟକ୍ତି ଯେ ପରିବର୍ତ୍ତନର ବାସ୍ତବ ଅନୁଭବ ପାଇଛନ୍ତି। ପ୍ରମାଣ ବାକ୍ୟ ବାଇବଲ ପ୍ରତି ଆସକ୍ତ, ପ୍ରାର୍ଥନାର ଆସକ୍ତ, ସ୍ତୁତି ଧନ୍ୟବାଦର ଆସକ୍ତ। କେତେବେଳେ ଟିକେ ସମୟ ପାଇଯିବି ବୋଲି ସେ ଖୋଜି ହଉଥିବ, ଟିକେ ସମୟ ମିଳନ୍ତା କି ମୁଁ